দর্শক সমাজ शाबाश शाबाश আগে এনে ঘটনা হয়েছে কোন हाँ हाँ না রাজারাণীଙ୍କର ସେ ଯୋଉ ପୁତ୍ର ସନ୍ତାନ ଦେଖି हाँ ମନ ଆନନ୍ଦ କହିଲେ ନ ସରେ वाह ପୁତ୍ର ପହଞ୍ଚି ଯାଇଛି ଷଷ୍ଠ ଦିବସ हूँ ଷଷ୍ଠୀ ପୂଜା କରିବେ ରାଜା हाँ ରାଜ ପରିବାର ଷଷ୍ଠୀ ପୂଜା ହେବ हेबो ଆଉ ଷଷ୍ଠୀ ପୂଜା ପାଇବା ପାଇଁ हूँ ପଳେଇ ଆସିଲେ ଷଷ୍ଠୀ ଦେବୀ बास बास ତୁମେ କିଏ ସେ मु मु हौची सुंठी देवी आ को देवी ଷଷ୍ଠୀ ଦେବୀ ବୋଲି କୁହ हाँ मु हौची षष्ठी देवी କୁଆଡେ ଯାଉଛ जाउची वरुण सहर राजा को घर को କଣ ପାଇଁ से राजा शिव मंदिर वर पाइथिले ହଁ ताकर पुत्र संतान टे हेछि ଆଚ୍ଛା आज से षष्ठी पूजा दौଛନ୍ତି षष्ठी पूजा पाइबी आ शिव ठाकुर आयुष तांको देथिले 120 वर्ष आयुष आ ता कपाଳରେ आयुष लेखिକି ଆସିବି ସନ୍ତାନର କପାଳରେ ହଁ ଆୟୁଷ୍ୟ ଲେଖିବାର ଦାୟିତ୍ୱ ହଁ ତୁମ ହସ୍ତରେ ନିଶ୍ଚୟ ଷଷ୍ଠୀ ଦେବୀ ହଁ ଯେ କେତେ ଲେଖିବ ସେ ପୁତ୍ର କପାଳରେ ହଁ କେତେ ଲେଖିବ 120 ନାଇଁ ହୁଁ ମୁଁ ଯେତିକି କହିବି ତୁମେ ସେତିକି ଲେଖିଦେଇ ଆସିବ ପୁତ୍ର କପାଳରେ ପରମାୟୁ ହଁ ହଁ ହଉ ଲେଖି ପାରିବିନି ମୁଁ କହିଲିଣି ହୁଁ 120 ବର୍ଷ ଲେଖିବ ବୋଲି କହୁଥିଲ ନା ହଁ 120 ପରା ନାଇଁ ହଁ 120 ବର୍ଷ ଲେଖିବ ସତ ହଁ ବାମ ପଟୁ ଏକ ଭୁଲ ଲିଭେଇ ଦବ ହବ ରହିବ ଆଉ 20 ବର୍ଷ ହଁ 20 ବର୍ଷରେ ପୁତ୍ର ବାହାଘର ହେବ ବାସର ରାତ୍ରିରେ ତାକୁ ବ୍ୟାଘ୍ର ଖାଇବ ଏ ବାପା ମା ମୋ ହାତ ଯିବନି ଲେଖିବାକୁ ଷଷ୍ଠୀ ଦେବୀ ରାଜା କେତେ ଦିନ ପରେ ପୁଅଟିଏ ପାଇଛନ୍ତି ଏ ହାତ ମୋର କାହିଁକି ଯିବନି କପାଳକୁ ଜାଣିଛୁ ମୁଁ କିଏ ସେ ତମେ କିଏ ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଥା ମୂର୍ତ୍ତିରେ ହଁ ଦର୍ଶନ ଦେଇଛନ୍ତି ପ୍ରଭୁ ନାରାୟଣ ଓହୋ ଚତୁର୍ଧା ମୂରତି କରମଳା ଚନ୍ଦ୍ର ଅଭିରାମ ଠାକୁର କେଡେ ଶୋଭା ଦେଖି କାମ ନଲୋହି ବାଲୋ ପ୍ରଭୁ ଚତୁର୍ଧା ଆ ଆ ঘন বরণ বিরাট দেখি মোহিলানি পঞ্চ প্রাণ সত্য নারায়ণ প্রভু অন্তর্যামী মন কথা জান সত্য নারায়ণ ପ୍ରଭୁଙ୍କୁ ସ୍ୱରୂପ ଦର୍ଶନ କରିସାରିବା ପରେ ଷଷ୍ଠୀ ଦେବୀ କହିଲେ ହେ ପ୍ରଭୁ ଆପଣଙ୍କର ଆଦେଶ ଶିରଧାରୀ ଷଷ୍ଠୀ ଦେବୀ ଚାଲି ଯାଇଛନ୍ତି ରାଜନଗରକୁ ପୂଜା ପାଇଲେ ପୁତ୍ର କପାଳରେ ପରମାୟୁ ଲେଖିବାର ସମୟ ଆସିବ ଦେଖିଲେ ମା କୋଳରେ ପୁଅଟି କେଡେ ଶୋଭା ପାଉଛି ଶୋଭା ପାଉଛି ୟା କପାଳରେ ପୁଣି ଏପରି ଲେଖିବି ପରମାୟୁ ହଁ 20 ବର୍ଷ ପରେ ହଁ ବାପା ମାଙ୍କ ଠାରୁ ଦୂରେଇ ଯିବ ପୁଅ ଦୂରେଇ ଯିବ ହେଲେ ମୁଁ ନିରୁପାୟ ମୁଁ କଣ କରିବି ମୋତେ ଯାହା ନିର୍ଦ୍ଦେଶ ଅଛି ନାରାୟଣଙ୍କର ହଁ ହଁ କେବଳ ତ ପାଳନ କରିବା ମୋର ହିଁ କାମ କାମ ତେଣୁ ମୁଁ ଏଥିରେ କାହିଁ ଦୋଷୀ ହେବି ନାଇଁ ନାଇଁ କୋଳକୁ ନେଇ ଆସିଲେ ହଁ କହିଲେ ମୋର କିଛି ଦୋଷ ନାହିଁ ରେ ହେ ରାଜାର କୁମାର ତୋର ପିତା ନ ପୂଜିଲା ରେ ପିର ପାଚା ବହରେ ତୋର ପିତା ନ ପୂଜିଲା ରେ ପିର ପାଚା ବହରେ ତୋର ପିତା ପିର ପାଚା ବହରେ ଯା ନାରାୟଣ ମଙ୍ଗଳ ବିଧାନ କରନ୍ତୁ ସର୍ବେ ବୋଲ ଆନନ୍ଦେ କବାର ହରିବୋଲ ହଉ ମାମୁଁ ଟିକେ ଅଛନ୍ତି ପରେ ଆସିବ ପୁଣି ପରେ କାମ ଅଛି ହେଲା ମାମୁଁକୁ ନେଇକି ଆସିବ ଠିକ ଅଛି ପାଲାଟା ସରିଯିବ ହଁ ସରିଯାଉ ଆଜ୍ଞା ଏଠି କଣ ହୋଇଛି ହେଇ ହେଇ ଷଷ୍ଠୀ ଦେବୀ ଲେଖିଦେଲେ ପରମାୟୁ ହଁ 120 ବର୍ଷ ଲେଖିଲେ ସତ ହଁ ବାମ ପଟୁ ଏକ ବୋଲି ଦେଇଦେଲେ ହଁ ରହିଲା ଆଉ 20 ବର୍ଷ ହଁ 20 ବର୍ଷରେ ପୁତ୍ର ବାହାଘର ହେବ ବାସର ରାତିରେ ବ୍ୟାଘ୍ର ଖାଇବ ସେତିକି ଲେଖିଦେଇ ଅନ୍ତର୍ଧ୍ୟାନ ହୋଇଗଲେ ଷଷ୍ଠୀ ଦେବୀ ଆଜ୍ଞା ଯେ ପୁତ୍ର ଦିନକୁ ଦିନ ବଢିଲା ବାଃ 21 ଦିବସରେ ହଁ ହଁ ନାମକରଣ ହେବ ବାଃ ବ୍ରାହ୍ମଣ ମାନଙ୍କୁ ଡକେଇ ଆଣିଲେ କହିଲେ ବ୍ରାହ୍ମଣ ଦେବତା କଣ ହେଲା
ପସ୍ତିକାଟି ଲଗ୍ନ ଦେଖି ପାଞ୍ଜିପତ୍ରେ ବିଚାର କରି ପୁତ୍ର ନାମକରଣ କରନ୍ତୁ। ଏ ଦୀପାଳ ବୋଲୁ ହଁ ହଁ ପୁଅ ହୁଁ ପକେଇଲୁ ଗୋଟିଏ ଫଳ ନା କହିଲୁ ଏ ତା କଥା ତୁ ଶୁଣନା ଏଟା ସୁଫଳ ନଡ଼ିଆ ଗୋଟେ ଫୁଲ କର ପୁଅ ଅଛି ଅଛି ରିପିନାଦିରେ ହଁ ଗଲା ଗୋଟେ ଠାକୁରାଣୀ କହିଲୁ ନୀଳାଚଳେ ଜଗନ୍ନାଥ ସାକ୍ଷାତ ଦକ୍ଷିଣ କାଳିକା। ବୁଝିଲୁ ପୁଅ ଆମ ଏଠି ବହୁତ ଜନ୍ତୁ ଅଛନ୍ତି ଭାଇ ଇଏ ପାଟି କରନା ଇଏ ଏମିତି ଠାକୁର ଯିଏ ଯୋଉ ରୂପରେ ଡାକିବ ସେ ସେ ରୂପରେ ଦେଖାଦବ କାହିଁ ଜାଣିଛ ବାସ୍ ଯିଏ ମୋତେ ଯେଉଁ ଭାବରେ ଭାବଇ ସେହି ଭାବେ ତାକୁ ଦିଏ ଦର୍ଶନ ଦିଏ ମୋତେ ଏ ଦିଏ ମୋତେ ଯେଉଁ ଭାବରେ ଭାବଇ ସେହି ଭାବେ ତାକୁ ଦିଏ ଦର୍ଶନ ନାମକରଣ କରନ୍ତୁ। ମଙ୍ଗଳାର ପୁରା ଭାବିଥିଲା ଇଏ ମଙ୍ଗଳା ମାସକୁ ଅଛନ୍ତି ପୁଅ ରାଜା ନା କଣ କି ପଦ୍ମଲୋଚନ ରାଣୀ ନା ପଦ୍ମାବତୀ ପୁଆକାରେ ପୁଆ ଦୁଆକାରେ ଧୂଆଁ ବତିକାରେ ବତୀ ପଦ୍ମାବତୀ ବର୍ଣ୍ଣନା ଠିକ ହଉଛି। ହରି ହଉ ଠିକ ଅଛି ନାମକରଣ କରନ୍ତୁ। ହଉ ହଉ ପଦ୍ମଲୋଚନ ଇଏ ପଦ୍ମାବତୀ ଇଏ ରହୁ ଦିବ୍ୟ ଲୋଚନ ବାସ୍ ଦିବ୍ୟ ଲୋଚନ ବଡ ସୁନ୍ଦର ନାଁଟିଏ ବାଛିଲେ। ନା ଦେଲି ବ୍ରାହ୍ମଣ ବୟସ ଶୁଭାଶୁଭ ଟିକେ ଜଣାନ୍ତୁ। ସୁବାସ ହରି ଅଶୁଭ ଅଛି ଅଶୁଭ କଣ ଅଶୁଭ? ଏ ପୁଅକୁ ଯୋଉଦିନ 20 ବର୍ଷ ହବ ଆର ବାହାଘର ହବ ହଁ ଆକୁ କେଳି ମନ୍ଦିରରେ ବାଘ ଖାଇବ ନାଇଁ ଯାହା ଲେଖା ହେଇଛି ଅକର୍ମ କର୍ମଦାୟକ ଦେବଦେବ ମହାଦେବଙ୍କ ଠାରୁ ଏ ପ୍ରଭୁ ମୁଁ ପରା ବରପ୍ରାପ୍ତ ହେଇଛି। ଏ ବଡ ପାଇଛ ମୋ ପୁତ୍ର ପରମାୟବ 120 ବର୍ଷ। 120 ଆଇସ ପାଇଥିଲୁ ଆପଣ କେବଳ କହୁଛନ୍ତି 20 ବର୍ଷ। ବାଁ ପଟେ 2ଟା ଲିଭି ଯାଇଛି ଡାହାଣ ପଟେ ବାଁ ପଟେ 1 ଲିଭି ଯାଇଛି ଡାହାଣ ପଟେ 2ଟି ଅଛି 0ଟି ଅଛି ଇଏ 20 ବର୍ଷ ନାଲି ଛକ ପଡିଛି ବାଁ ପଟେ ମନ୍ତ୍ରୀ ଏଥିକୁ ଉପାୟ କଣ କରିବା? ଏଥିପାଇଁ କାହିଁକି ଆପଣ ଚିନ୍ତା କରୁଛନ୍ତି ମଣିମା ଆମର ଯୋଉ ବେଣ୍ଟା ପୁଷ୍କରଣୀ ଅଛି ହଁ ସେଥିରୁ ଜଳ ଶୁଖେଇଦବା ତା ଭିତରେ ଗୋଟେ ନଅର ତୋଳିବା ସେ ନଅର ଭିତରେ ନେଇ ଆମ ପୁତ୍ରବଧୂ ରଖିବା ଏବଂ ବେଣ୍ଟା ପୁଷ୍କରଣୀ ଭିତରେ ଜଳ ପୂର୍ଣ୍ଣ କରିଦବା ଆଉ ବ୍ୟାଘ୍ର ଜୀବନ ଆମ ପୁତ୍ରବଧୂକୁ ଖାଇବ। ବାସ୍ ଉତ୍ତମ ଦସ୍ତା ଠିକ ଅଛି ପୁତ୍ର ଆଗେ ମୋର ବଢି ଚାଲୁ ବଢୁ ଆଉ 20 ବର୍ଷ ତ ଅନେକ ଦୂର ଅଛି। ହୁଁ ଗୋଟାଏ ଦିନର କଥା ବା ସୁରକ୍ଷା ଟିକେ ଦେଇଦେଲେ ହଁ ହଁ ସେ ଗୋଟାଏ ରାତିର ଦିନ ଗୋଟାଏ ରାତି କଟିଯିବ। ହଁ 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 ଆଚ୍ଛା ଠିକ ଅଛି ପୁତ୍ର ନାମ ରଖିଲେ ଦିବ୍ୟ ଲୋଚନ। ବାସ୍ ବାସ୍ ପିତାଙ୍କର ନାମ ଅନୁଯାୟୀ ବଦଲୋଚନ ପୁତ୍ର ନାମକରଣ ହେଲା ହୁଁ ଦିବ୍ୟ ଲୋଚନ। ବାସ୍